ସୁନସାନ ଜଙ୍ଗଲର ରକ୍ଷକ। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ, ଏମିତି ଗୋଟେ ନାଁ ଶୁଣିଛ ଯାହାର ନାଁ ଜଙ୍ଗଲ ରକ୍ଷକ। ମାନେ ଜଙ୍ଗଲର କିଛି ବି କ୍ଷତି ହୁଏ, ଯଦି ବି କ୍ଷତି ହେବ, ସେ ଏଣ୍ଟିଟି ଏମିତି ଗୋଟେ ସେ ଆତ୍ମା ସେହି ସମୟରେ ସେ ଦେଖାଦିଏ। କାହିଁକି ନା ଏଇ ଯେଉଁ କାହାଣୀଟି ମୁଁ ଆପଣମାନଙ୍କୁ ଶୁଣାଇବାକୁ ଯାଉଛି, ଏ କାହାଣୀରେ ଏମିତି କିଛି ଘଟଣା ଘଟିଯାଇଛି ଯାହାଫଳରେ କି ତପନ ବୋଲି ଗୋଟେ ପିଲା, ତାରି ସାଙ୍ଗରେ ଏ ଘଟଣା ଘଟିଛି। ଆଉ ସିଏ ଏବେ ବି ସେ ଘଟଣା ଯେତେବେଳେ ବି ତାର ମନେ ପଡ଼େ, ସିଏ ଭୟରେ ପୁରା ଥରି ଉଠେ। ତ ସାଙ୍ଗମାନେ, ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଏ ଷ୍ଟୋରିକୁ ଲାଷ୍ଟ ପର୍ଯ୍ୟନ୍ତ ଶୁଣନ୍ତୁ। ଯଦି ବି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ, ତାହେଲେ ଜଲ୍ଦି ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ, ଅଧିକ ଡେରି ନକରି ଆଜିର ଏହି କାହାଣୀଟି ଆରମ୍ଭ କରିବା। ତ ସାଙ୍ଗମାନେ, ଏହି କାହାଣୀଟି ତପନର। ତପନ ଯିଏକି ଗୋଟେ ଇଞ୍ଜିନିୟରିଂ କମ୍ପାନୀରେ ସେ ଜଣେ ଇଞ୍ଜିନିୟର ଥିଲା। ଆଉ ସିଏ ଯେଉଁ କମ୍ପାନୀରେ କାମ କରୁଥିଲା, ସେ କମ୍ପାନୀଟି ମଧ୍ୟ ବହୁତ ବଡ଼ କମ୍ପାନୀଟେ ଥିଲା। ଆଉ ସେଇ କମ୍ପାନୀକୁ ଗୋଟେ କଣ୍ଟ୍ରାକ୍ଟ ମିଳିଲା କି କିଛି ବାଟ ତାଙ୍କ କମ୍ପାନୀଠୁ କିଛି ବାଟ ଦୂରରେ ଗୋଟେ ଜଙ୍ଗଲ ଭିତରେ ଛୋଟିଆ କମ୍ପାନୀଟେ ତିଆରି ହେବ। ଆଉ ଏଇ କାମଟା ମଧ୍ୟ ତପନକୁ ଦିଆଯାଇଥିଲା କି ଏ ଦାୟିତ୍ୱ ସବୁ କମ୍ପାନୀ ଆରମ୍ଭଠୁ ଶେଷ ପର୍ଯ୍ୟନ୍ତ ଯେତେ ବି କାମ ହେବ, ସବୁ କାମ ତପନକୁ ଦାୟିତ୍ୱ ଦିଆଯାଇଥିଲା। ଯେତେବେଳେ ତପନକୁ ଏ ପ୍ରୋଜେକ୍ଟଟା କାମ କରିବା ସୁଯୋଗ ମିଳିଲା, ସିଏ ସେତେବେଳେ ବହୁତ ଖୁସି ଥାଏ। ଆଉ ତା ସାଙ୍ଗସାଥି ସେ ଅଫିସରେ ଯେଉଁମାନେ ବି କାମ କରୁଥିଲେ, ସେମାନେ ମଧ୍ୟ ବହୁତ ଖୁସି ଥାନ୍ତି। ଆଉ କମ୍ପାନୀ ମଧ୍ୟ ତପନ ସାଙ୍ଗରେ 20-25 ଲୋକଙ୍କୁ ତା ସାଥିରେ ଛାଡ଼ିଲେ କି ସେ ଜାଗାକୁ ଯାଅ, ସେ ଜାଗାରେ କମ୍ପାନୀ କାମଟି ଆରମ୍ଭ କର। ସେତେବେଳେ ତପନ ଆଉ ତା ସାଥିରେ କିଛି ଲୋକଙ୍କୁ ଧରିକି ସେ ଜାଗାରେ ଯାଇକି ପହଞ୍ଚିଲା। ସେ ଲୋକେସନଟି ଯେଉଁଠି ଥିଲା, ସେ କମ୍ପାନୀଟା ତିଆରି ହେବ, ସେ ଜାଗାଟି ପୁରା ଜଙ୍ଗଲ ଭିତରେ ହିଁ ଥାଏ। ଆଉ ତା ଆଖପାଖରେ କୌଣସି ଗାଁ ନଥିଲା। ଆଉ ଯଦି ବି ଗୋଟାଏ ଗାଁ ଥିଲା, ସେ ଗାଁଟି ଛୋଟିଆ ଗାଁଟି। ଆଉ ସେଇ ଲୋକେସନରେ ଯେତେବେଳେ ତପନ ଯାଇକି ପହଞ୍ଚିଗଲା, ସେ ଦେଖିଲା କି ସେ ଜଙ୍ଗଲଟି ଦେଖିବାକୁ ବହୁତ ସୁନ୍ଦର। ଆଉ ସେ ମନେ ମନେ ଭାବୁଥାଏ କି ଇଏ ତ ମୋତେ କମ୍ପାନୀ ଏଠିକି ପଠାଇଛି, ଆଉ ଏ କମ୍ପାନୀ କାମ ବୋଲି ମୋତେ କରିବାକୁ ମୁଁ ବାଧ୍ୟ। କାହିଁକି ନା ଏ ଜଙ୍ଗଲଟି ଏତେ ସୁନ୍ଦର ଦେଖାଯାଉଛି, ତାପରେ ମୋ ହାତରେ ବି କିଛି ନାହିଁ। ସେ ବାଧ୍ୟ ହୋଇକି ସେଦିନ ସେ ଜଙ୍ଗଲ ସଫା କରିବା ପାଇଁ ତା ଲୋକମାନଙ୍କୁ କହିସାରିଥିଲା। କିନ୍ତୁ ଯେତେବେଳେ ପ୍ରଥମ ଦିନ ସିଏ ତା ଲୋକମାନଙ୍କୁ ସେଇଠି କହୁଥିଲା କି ଏଇ ଏରିଆ ଭିତରେ ଯେତେ ବି ଗଛପତ୍ର ଅଛି କାଟିଦେବା, ସେତେବେଳେ ସିଏ ଦେଖିଲା କି ସେଇ ରାସ୍ତା ଦେଇକି ଦୁହେଁ ସ୍ୱାମୀ ସ୍ତ୍ରୀ ସେଇ ରାସ୍ତା ଦେଇକି ଯାଉଛନ୍ତି। ଆଉ ସିଏ ହାତରେ ତାଙ୍କର ଦୀପ ଧରିଛନ୍ତି। ଆଉ ସେ ସ୍ତ୍ରୀ ଲୋକ ଯିଏ, ସେ ଗୋଟେ ଟିଫିନ୍ ଧରିଛନ୍ତି। ସେତେବେଳେ ତପନ ଯାଇକି ତାଙ୍କୁ ଅଟକେଇଲା କି ଏପଟେ ତୁମେ କୁଆଡ଼େ ଯାଉଛ? ଆଉ ସେତେବେଳେ ସେ ସ୍ୱାମୀ ସ୍ତ୍ରୀ ଦୁହେଁ କହିଲେ ତପନକୁ କି ଭାଇ, ଏଠି କ'ଣ କରୁଛ? ସେତେବେଳେ ତପନ କହିଥିଲା କି ଆମେ ଏଠି ଗୋଟେ ଛୋଟିଆ କମ୍ପାନୀ ଆମେ ଖୋଲିବାକୁ ଯାଉଛୁ। ସେଥିପାଇଁ ଆମେ ଏଠି ଯେତେ ବି ଗଛପତ୍ର ଅଛି ସବୁ କାଟିବା ପାଇଁ ଆସିଛୁ। ତପନ ଯେତେବେଳେ ଏକଥା କହିଲା ସେ ଲୋକକୁ, ସେତେବେଳେ ସେ ଲୋକ କହିଲା କି ସାହେବ, ଏ ଜାଗାରୁ ଯଦି ତୁମେ ଗୋଟେ ବି ଗଛ କାଟିବ ନା, ତାହେଲେ ସିଏ ଆସିବ। କାହିଁକି ନା
ସିଏ ଯେତେବେଳେ ଆସିବ ସେତେବେଳେ ତାର ସାମ୍ନା ଆମେ କରିପାରିବୁ ନା ତମେ କେବେ ବି କରିପାରିବ। ମୋ କଥା ମାନ କି ଏ ଜାଗାରୁ ତମେ ଚାଲିଯାଅ। ଏମିତି କଥା ହେଲା ପରେ ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ସିଏ ତରତର ହୋଇକି ସେଇ ଜଙ୍ଗଲ ଭିତର ଆଡ଼କୁ ଚାଲିଗଲେ। ତପନକୁ ସେତେବେଳେ ଟିକେ ରାଗ ଲାଗିଲା, କାହିଁକି ନା ସେ ଲୋକ ଯେତେବେଳେ ଆକୁ ବାରମ୍ବାର ମନା କଲା ସେତେବେଳେ ତପନ ଟିକେ ରାଗି ଯାଇଥାଏ। ସେ ତୁରନ୍ତ ସେଇଠି ଗୋଟେ କୁରାଢ଼ୀ ଉଠେଇକି ସିଏ ପ୍ରଥମେ ଗୋଟେ ଗଛ ମୂଳକୁ ମାନେ ଗଛଟାକୁ କାଟିବା ପାଇଁ ଯେତେବେଳେ ଚୁଟ ମାରିଛି ସେତେବେଳେ ସେ ଜଙ୍ଗଲଟା ଗୋଟେ ଲୋକର ଶବ୍ଦ ମାନେ ଚିତ୍କାର ଶବ୍ଦରେ ପୁରା ସେ ଜଙ୍ଗଲଟା ପୁରା ଥରି ଉଠିଲା। ଆଉ ତାପରେ ସେଠି ତପନ ଆଉ ତା ଯେତେ ଲେବର କାମ କରୁଥିଲେ ସେମାନେ ପୁରା ଏ ଶବ୍ଦ ଶୁଣିକି ପୁରା ଡରି ଯାଇଥାନ୍ତି। ଆଉ ତପନ ଏ କଥାକୁ ଟୋଟାଲି ହିଁ ଖାତିର କରୁନଥାଏ। ତାପରେ ସେ ତାଙ୍କୁ କହିଲା କି କିଛି ଅସୁବିଧା ହେବନି, ତମେ ଆମର ଏ ଗଛପତ୍ର ଯେତେ ବି ଅଛି ତମେ କାଟି ଚାଲ। ସମସ୍ତିଙ୍କ କାମରେ ବ୍ୟସ୍ତ ଥାଆନ୍ତି। ଦିନ ରାତି ଏକ କରିକି ସମସ୍ତେ ସେ ଗଛ ପତ୍ର ସବୁ କାଟୁଥାନ୍ତି। କିନ୍ତୁ ଗୋଟାଏ କଥା ଆଶ୍ଚର୍ଯ୍ୟର କଥା କି ସେଇ ଜଙ୍ଗଲ ପାଖରେ ଯେଉଁ ଗାଁଟି ଥିଲା ସେ ଗାଁର କିଛି ଲୋକ ସେଇଠିକି ଆସନ୍ତି। ଆଉ ଆସିକି କିଛି ତ ମାନେ ମନ୍ତ୍ର ପଡ଼ିଲା ଭଳିଆ କହିକି ସେ ମୁଣ୍ଡିଆ ମାରିକି ସେଇଠି ଯାଆନ୍ତି। ତପନ ଏସବୁ ନୋଟିସ୍ କରିଥାଏ। ସେଦିନ ପ୍ରଥମ ଦିନର କାମ ଅଧା ହୋଇଥାଏ। ସେଦିନ ତପନ ସନ୍ଧ୍ୟାବେଳକୁ ତା ହୋଟେଲକୁ ଚାଲି ଯାଇଥିଲା ରେଷ୍ଟ ନେବା ପାଇଁ। ଏମିତି ସେଦିନ ଯେତେବେଳେ ରାତିରେ ସେ ସେଇ ହୋଟେଲରେ ଶୋଇଥାଏ ସେତେବେଳେ ହଠାତ୍ ତା ନିଦ ଭାଙ୍ଗିଗଲା। କାହିଁକି ନା ସିଏ ଶୋଇଥିଲା ଅବସ୍ଥାରେ ଗୋଟେ ବୁଢ଼ା ଲୋକ ଯେମିତି ଗୋଟେ ଠେଙ୍ଗା ଧରିକି ଚାଲିବ ସେମିତି ଠେଙ୍ଗାର ଶବ୍ଦ ହେଉଥିଲା। ସେତେବେଳେ ସେ ବାଧ୍ୟ ହୋଇକି ସେ ହୋଟେଲ ରୁମ୍ର କବାଟ ଖୋଲିକି ଚାରିଆଡ଼େ ଦେଖିବାକୁ ଲାଗିଲା, କିନ୍ତୁ ଆଖପାଖରେ କେହି ବି ନଥିଲେ। ତପନକୁ ସେଦିନ ରାତିରେ ଆଉ ନିଦ ହେଲାନି। ସେ ଖାଲି ଭାବୁଥାଏ କି କିଏ ଥିଲା ସିଏ ଆସିକି ମୋ ଘର ସାମ୍ନାରେ, କିଏ ସିଏ ଏମିତି ଠେଙ୍ଗା କଚୁଥିଲା। ତ ସାଙ୍ଗମାନେ ସେଦିନ ରାତିରେ ତପନ ଆଉ ଶୋଇପାରିନଥିଲା। ତା ପରଦିନ ସକାଳୁ ଯେତେବେଳେ ତପନ ଯାଇକି ସେଇ ଲୋକେସନକୁ ଗଲା ପହଞ୍ଚିଲା ସେତେବେଳେ ସେ ଦେଖିଲା ଯେତେ ବି ଲୋକ ସେଠି କାମ କରୁଥିଲେ 20-25 ଲୋକ, ସେଥିରୁ ମୋଟୁଲୁ 5 ଜଣ ଅଛନ୍ତି, ଆଉ 15-20 ଲୋକ ସେଠି ନାହାନ୍ତି। ତପନ ଯେତେବେଳେ ଦେଖିଲା ସେ 5 ଜଣ ଲୋକଙ୍କୁ ତୁରନ୍ତ ପଚାରିଲା କି ଆରେ ଆଉ ଲୋକ ସବୁ କୁହାଗଲେ। ସେତେବେଳେ ସେ ଲେବର ଲୋକ ଭିତରୁ ଜଣେ କହିଲା କି ସାହେବ ଆଉ 15-20 ପିଲା ସବୁ ମେଡ଼ିକାଲରେ ଆଡ଼ମିଟ୍ ଅଛନ୍ତି। ସେତେବେଳେ ତପନ ପଚାରିଥିଲା କି କ'ଣ ହେଇଛି, ଏମିତି କ'ଣ ହେଲା ଯେ ସେମାନେ ମେଡ଼ିକାଲରେ ଆଡ଼ମିଟ୍ ହେଇଛନ୍ତି ସମସ୍ତେ। ସେତେବେଳେ ସେ ଲୋକ କହିଲା କି ସାହେବ ଆମେ ଏଠୁ ଗଛ କାଟିକି ଯେତେବେଳେ କାମ ସରିଲା ଆମେ ଘରକୁ ଗଲୁ ସେତେବେଳେ ଖାଇକି ସମସ୍ତେ ଯିଏ ଯାହା ଘରେ ଶୋଇଛନ୍ତି, କିନ୍ତୁ ରାତି ଅଧରେ ଏମାନଙ୍କୁ କିଏ ଗୋଟେ ଠେଙ୍ଗାରେ ପିଟିବାକୁ ଲାଗିଲା। ଆଉ ଯେତେବେଳେ ଆମେ ତାଙ୍କୁ ପଚାରିଲୁ କିଏ ଥିଲା ସିଏ, ସେତେବେଳେ ସେମାନେ କହିଲେ କି ଆମେ ତାକୁ ଦେଖିପାରୁନଥିଲୁ, କିନ୍ତୁ ସିଏ ତା ଠେଙ୍ଗାରେ ଆମକୁ ପିଟିକି ଆମ ହାଡ଼ ଗୋଡ଼ ପୁରା ଭାଙ୍ଗି ଦେଇଛି। ଯେତେବେଳେ ତପନ ଏ କଥା ଶୁଣିଲା ସେତେବେଳେ ସେ ରାଗି ଯାଇଥିଲା। ସେ ଭାବୁଥାଏ କି ଇଏ ଗାଁ ବାଲାଙ୍କର କିଛି ତ ଗୋଟେ ପ୍ଲାନ୍। ଆଉ ସେ ମନେ ମନେ ଭାବୁଥାଏ କି ମୋତେ କେହି ଅଟକେଇ ପାରିବେନି, ଆଉ ଏ କଣ୍ଟ୍ରାକ୍ଟ କାମଟି ମୁଁ ଯେମିତି ହେଲେ କମ୍ପାନୀକୁ ମୁଁ ଦେଖାଇଦେବି କି ଏ କାମଟି ମୁଁ ଯେମିତି ହେଲେ କରିବି। ଆଉ ସେତେବେଳକୁ ତ ବର୍ଷା ଘଡ଼ଘଡ଼ି ବହୁତ ଜୋରସେ ମାରୁଥାଏ। ଆଉ
ଏପଟେ ତପନ ଜିଦି କରିଦେଇଥାଏ ଯେ କି ମୁଁ ଯେମିତି ହେଲେ ମୁଁ ନିଜେ ଏ ଗଛ ସବୁ କାଟିକି ଏଠାରେ ଯେମିତି ହେଲେ କମ୍ପାନୀ ତିଆରିବି। ଏମିତି ଭାବିକି ସେ ଯାଇକି ଗୋଟେ ଗଛ କାଟିବା ପାଇଁ ଗଲା। ଆଉ ସେଠି ଗଛ ମଧ୍ୟ କାଟୁଥାଏ। କିନ୍ତୁ ସେହି ସମୟରେ ସେ ଗଛ କାଟିଲା ସମୟରେ ସେହି ସମୟରେ ଜଙ୍ଗଲ ଭିତର ଆଡ଼ୁ ଗୋଟେ ଲୋକ ତପନକୁ ଲୁଚିକି ଦେଖୁଥିଲା। ତପନ ଯେତେବେଳେ ଦେଖିଲା ସେଇଆଡ଼େ, ସେତେବେଳେ ଦେଖିଲା ଗୋଟେ ଲୋକ, ତା ମୁହଁ ତ ଠିକ୍ ସେ ଦେଖାଯାଉନଥିଲା, କିନ୍ତୁ ସିଏ ତପନକୁ ଲୁଚିକି ଦେଖୁଥିଲା। ତପନ ତୁରନ୍ତ ତା ପିଛା କରିବାକୁ ଲାଗିଲା। ସେତେବେଳେ ସେ ଲୋକଟି ଜଙ୍ଗଲ ଭିତର ଆଡ଼କୁ ଯାଉଥାଏ, ଆଉ ତପନ ମଧ୍ୟ ତା ପଛରେ ପଛରେ ଯାଉଥାଏ। ଏମିତି କିଛି ବାଟ ତପନ ତା ପଛରେ ପଛରେ ଗଲା ପରେ ସେ ଲୋକଟି ଯାହାର ପଛରେ ପଛରେ ତପନ ଯାଉଥିଲା, ସେ ଲୋକଟି ସେଠି ଆଉ ନଥିଲା। ମାନେ କୁଆଡ଼େ ସେଇ ଜଙ୍ଗଲ ଭିତରେ ଚାଲି ଯାଇଥିଲା। ସେତେବେଳେ ତପନ ଭାବୁଥାଏ କି ଇଏ କିଏ ଥିଲା? ମୋତେ ଲାଗୁଛି ସବୁର କାରଣ ଏଇ ବୋଧେ। ଏମିତି ଭାବିକି ସେ ଲୋକକୁ ସିଏ ସେଇଠାରେ ଖୋଜିବାକୁ ଲାଗୁଥାଏ। କିନ୍ତୁ ସେହି ସମୟରେ ତା ପଛବାଟୁ କେହି ତ ଜଣେ ଆସିଲା। ଯେତେବେଳେ ତପନ ପଛକୁ ବୁଲିକି ଦେଖିଲା କି ମୋ ପଛପଟେ କେହି ତ ଜଣେ ଠିଆ ହେଇଛି, ସେତେବେଳେ ସେ ଦେଖିଲା ଗୋଟେ ବୁଢ଼ା ଲୋକ, ଯିଏକି ଗଛ ପରିକା ହାଇଟ୍ ତାର, ସେ ଏତେ ଲମ୍ବା ଥିଲା ସେ ଲୋକ। ଆଉ ତାକୁ ଯିଏ ବି ସେଠି ଦେଖିବ ପୁରା ଭୟରେ ଥରି ଉଠିବ। ସେଠି ତପନ ଯେତେବେଳେ ସେ ବୁଢ଼ା ଲୋକଟିକୁ ଦେଖିଲା, ସେ ଜାଣିସାରିଥିଲା କି ଇଏ କିଏ। ସେ ତୁରନ୍ତ ସେଇ ବୁଢ଼ା ଲୋକ ପାଖରୁ ଜୋରସେ ଦୌଡ଼ିବାକୁ ଲାଗିଲା। ମାନେ ଜଙ୍ଗଲ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥାଏ, କିନ୍ତୁ ସେ ବୁଢ଼ା ଲୋକ ତା ପଛରେ ପଛରେ ହିଁ ଆସୁଥାଏ। ଏମିତି କିଛି ସମୟ ଦୌଡ଼ିଲା ପରେ ତପନ ଗୋଟେ ଜାଗାରେ ଗୋଟେ ପଥରକୁ ଝୁଣ୍ଟିକି ତଳେ ପଡ଼ିଗଲା। ଯେତେବେଳେ ତଳେ ପଡ଼ିଗଲା ସେତେବେଳେ ସେ ଲୋକଟି, ସେ ବୁଢ଼ା ଲୋକଟି ତା ପାଖରେ ପହଞ୍ଚି ସାରିଥିଲା। ଆଉ ଯେତେବେଳେ ତପନର ଆଖି ଖୋଲିଲା ସେତେବେଳେ ତପନ ଥିଲା ମେଡ଼ିକାଲରେ। ଆଉ ତପନ ତା ହାତ ଗୋଡ଼ ଯେତେବେଳେ ଦେଖିଲା ସେତେବେଳେ ପୁରା ହାତ ଗୋଡ଼ ତାର ଖଣ୍ଡିଆ ଖପରା ହେଇକି ସବୁ ବେଣ୍ଡେଜ୍ ପଡ଼ିଥିଲା। ଆଉ ତା ପାଖରେ ସେତେବେଳେ ସେଇ ଲୋକ ଠିଆ ହେଇଥିଲା ଯିଏ ପ୍ରଥମ ଦିନ କାମ ବେଳେ ଯିଏ ମନା କରିଥିଲା ତପନକୁ କି ଜଙ୍ଗଲରୁ ଗୋଟେ ହେଲେ ବି ଗଛ କାଟନି, ଆଉ ଯଦି ବି କାଟିବ ତାହେଲେ ସିଏ ଆସିବ। ଆଉ ସେଇ ଲୋକଟି ଯେତେବେଳେ ତପନ ପାଖରେ ଠିଆ ହେଇଥିଲା, ତପନ ତାକୁ ପଚାରିଲା କି କ'ଣ ହେଇଛି ମୋର। ସେତେବେଳେ ସେ ଲୋକ କହିଲା କି ସାହେବ, ମୁଁ ତୁମକୁ ମନା କରିଥିଲି ନା ଏ ଜାଗାରୁ ଚାଲିଯିବା ପାଇଁ, ଆଉ ଏ ଗଛପତ୍ର ଯେତେବେଳେ ତୁମେ କାଟିଦେଲ ସେତେବେଳେ ସିଏ ଆସିଥିଲା। ତପନ କହିଲା, ଭାଇ ସେ କିଏ ଥିଲା? ସେ କିଏ? ମାନେ ଏତେ ଅବସ୍ଥା, ଏମିତି ମୋ ଲୋକମାନଙ୍କର ଅବସ୍ଥା ଏମିତି ଭୟଙ୍କର କଲା, ଆଉ ମୋର ବି ଏମିତି ଅବସ୍ଥା ସିଏ କରିଛି, ତାହେଲେ ସେ କିଏ ଥିଲା? ସେତେବେଳେ ସେ ଲୋକଟି କହିଲା ସାହେବ, ସିଏ ଆମ ଜଙ୍ଗଲର ଜଙ୍ଗଲ ରକ୍ଷକ। ମାନେ ଏ ଜଙ୍ଗଲର କିଛି ବି କ୍ଷତି ହେଲେ ସେ ପ୍ରଥମେ ଆଗକୁ ଆସେ। ଆଉ ଏ ଜଙ୍ଗଲ ସେଥିପାଇଁ ଏତେ ବର୍ଷ ହେଲା କିଛି ବି ଏ ଜଙ୍ଗଲର କ୍ଷତି ହେଇନି। ଯେତେବେଳେ ତପନ ଏକଥା ଶୁଣିଲା ସେ ଲୋକଠୁ, ସିଏ ତୁରନ୍ତ ସେ ମେଡ଼ିକାଲରୁ ବାହାରି ସିଏ ସେଇ ଜଙ୍ଗଲ ପାଖରେ ଯାଇ ପହଞ୍ଚିଲା। ଆଉ ସେଠି ଗଲା ପରେ ସିଏ ସେଠି ହାତ ଯୋଡ଼ିକି ସେଠି ମୁଣ୍ଡିଆ ମାରିଲା, ଆଉ କ୍ଷମା ମଧ୍ୟ ମାଗିଲା। ସେତେବେଳେ ତା କ୍ଷମାକୁ ଯିଏ ଆର୍ସିଭ୍ କଲା ଭଳିଆ କେହି ଜଣେ ସେମିତି ଠେଙ୍ଗା କଚିଲା। ଯେତେବେଳେ ଠେଙ୍ଗା କଚିଲା ସେତେବେଳେ ତପନ ଜାଣିସାରିଥିଲା କି ମୋତେ ଏ ଦେବତା, ଏ ଜଙ୍ଗଲର ଦେବତା ମୋତେ କ୍ଷମା କରିଦେଲେ। ସେହି ସମୟରେ, ସେହି ମୁହୂର୍ତ୍ତରେ ତା ଘରକୁ ଫେରି ଆସିଥିଲା।
ସେ କାମ ବନ୍ଦ କରିକି ସେହି ସମୟରେ ସେ ଘରକୁ ଚାଲି ଆସିଥିଲା। ତ ସାଙ୍ଗମାନେ, ଆପଣମାନଙ୍କୁ କ'ଣ ଲାଗୁଛି ଇଏ ଯିଏ ବି ଥିଲା ଇଏ କ'ଣ ଗୋଟେ ଆତ୍ମା ଥିଲା କି ଇଏ ଗୋଟେ ଦେବତା ଥିଲା? ଆପଣମାନେ ଯଦି ଜାଣିଥିବେ ତାହେଲେ ମୋତେ କମେଣ୍ଟରେ ନିହାତି ଜଣାନ୍ତୁ। ତାହେଲେ ଆପଣମାନଙ୍କୁ ଏହି ଷ୍ଟୋରିଟି କେମିତି ଲାଗିଛି? ଯଦି ବି ଭଲ ଲାଗିଥିବ ତାହେଲେ ମୋ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦେବ। ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।